ବର୍ତ୍ତମାନର ସବୁଠାରୁ ବଡ଼ ଖବର ଯୁବକଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ଜଣେ ଯୁବକର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ଗଡ଼ିଆ ବ୍ଲକ ପୂର୍ଣ୍ଣଚନ୍ଦପୁର ଗ୍ରାମର ବିଷ୍ଣୁଚରଣ ପ୍ରଧାନ। ସେ ଖଣ୍ଡପଡ଼ା ପ୍ରାଣୀ ଚିକିତ୍ସା ବିଭାଗରେ କାର୍ଯ୍ୟରତ ଥିବା ବେଳେ ଖଣ୍ଡପଡ଼ାରେ ଭଡ଼ା ଘରେ ନେଇ ରହୁଥିଲେ। ତେବେ ତାଙ୍କ ଘରେ କେହି ନଥିବା ବେଳେ ବନ୍ଦ ଘର ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ଅବସ୍ଥାର ଅନୁମାନ କରାଯାଉଛି। ଘର ସାରା ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍ ଫେସବୁକ୍ ଏବଂ ପୋର୍ଟାଲରେ ତାର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର ସମ୍ପର୍କ ଜନତାର।